ପିଲାମାନେ ଆଉ ଏକ ନୂଆ ଭିଡ଼ିଓରେ ଆପଣଙ୍କୁ ସ୍ୱାଗତ। ତ ଯେମିତିକି ଆପଣଙ୍କୁ ଜଣାଥିବ ଆପଣଙ୍କର ଯେଉଁ ଷ୍ଟେଟ୍ ବିଏଡ଼୍ର ଆପଣଙ୍କର ଏକ୍ଜାମ୍ ଡେଟ୍ ରହିଛି 28 ଜୁଲାଇରେ ଏବଂ ଆପଣଙ୍କର ଆଡ଼ମିଟ୍ କାର୍ଡ଼କୁ ରିଲିଜ୍ କରିଦିଆଯାଇଛି। ତ ଯେଉଁମାନେ ବି ବିଏଡ଼୍ ଆପ୍ଲାଏ କରିଛନ୍ତି ତ ସେମାନଙ୍କ ପାଇଁ ଏହି ଭିଡ଼ିଓଟି ଗୁରୁତ୍ୱପୂର୍ଣ୍ଣ ରହିବ। ତ ଆପଣମାନଙ୍କର ଯେଉଁ ବିଏଡ଼୍ ପରୀକ୍ଷା ଆପଣଙ୍କର 28 ଜୁଲାଇରେ ହେବା ପାଇଁ ଯାଉଛି ଏବଂ ବିଏଡ଼୍ ବିଏଚ୍ଇଡ଼ି ଦୁଇଟାକ ରହିଛି 28 ଜୁଲାଇରେ ଏବଂ ଆପଣଙ୍କର ଯେଉଁ ଏମ୍ଏଡ଼୍ ରହିଛି 27 ଜୁଲାଇରେ। ଏବଂ ଆପଣଙ୍କର ଚଏସ୍ ଲୁକିଂ ମଧ୍ୟ ଆପଣମାନେ କରିସାରିଥିବେ ମୁଁ ଆଶା କରିବି। ଏବଂ ଯେଉଁମାନେ ଯଦି କରିନାହାନ୍ତି ଚଏସ୍ ଲୁକିଂ ତ ଆପଣ ଆଡ଼ମିସନ୍ କରିପାରିବେ ନାହିଁ, ଏଇଟାକୁ ଧ୍ୟାନରେ ରଖିବେ। ଠିକ୍ ଅଛି, ତ ଏହି ଭିଡ଼ିଓରେ ଆମେ ଡିଟେଲ୍ ଡିସ୍କସନ୍ କରିବା ଆପଣ ଆଡ଼ମିଟ୍ କାର୍ଡ଼ କିପରି ଡାଉନଲୋଡ଼୍ କରିବେ ଏବଂ ଆପଣଙ୍କର ବହୁ ପିଲାଙ୍କର ପ୍ରଶ୍ନ ରହୁଛି ଯେ ଆପଣଙ୍କର ରୋଲ୍ ନମ୍ବର କେଉଁଠୁ ପାଇବେ। ତ ଏହି ଭିଡ଼ିଓରେ ଆପଣ ଡିଟେଲରେ ଡିସ୍କସନ୍ କରିବା ଆପଣ କିପରି ରୋଲ୍ ନମ୍ବର ପାଇବେ ଏବଂ ଆଡ଼ମିଟ୍ କାର୍ଡ଼ କିପରି ଡାଉନଲୋଡ଼୍ କରିବେ। ଠିକ୍ ଅଛି, ତ ଆପଣ ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼୍ କରିବା ପାଇଁ ଆପଣ ଫାଷ୍ଟ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ଼ର ଅଫିସିଆଲ୍ ୱେବସାଇଟ୍କୁ ଯିବେ ଏବଂ ୱେବସାଇଟ୍କୁ ଗଲା ପରେ ତ ଆପଣଙ୍କର ତଳେ ଲିଙ୍କ୍ ଆସିଯାଇଛି। ଏଇଠି ଦେଖିପାରୁଥିବେ ଆପଣଙ୍କର ରହିଛି ଡାଉନଲୋଡ଼୍ ହଲ୍ ଟିକେଟ୍ और ଆଡ଼ମିଟ୍ କାର୍ଡ଼ ଫର୍ ବିଏଡ଼୍ ଆଣ୍ଡ ପିଏଚ୍ଇଡ଼ି ଆଡ଼ମିସନ୍ 2024। ତ ଆପଣ এই ଭିଉ ଉପରେ କ୍ଲିକ୍ କରିବେ। କ୍ଲିକ୍ କରିବା ପରେ ଏଇଭଳି ଇଣ୍ଟରଫେସ୍ ଆପଣଙ୍କୁ ଆସିଯିବ ବିଏଡ଼୍ ପିଏଚ୍ଇଡ଼ି ଆଡ଼ମିସନ୍ ଟେଷ୍ଟ 2024। ତ ଆପଣଙ୍କର ଏଇଠି ରୋଲ୍ ନମ୍ବର ଆପଣ ଟାଇପ୍ କରିଦେବେ ଏବଂ ଆପଣଙ୍କର DO ବି ଏଇଠି ଟାଇପ୍ କରିଦେବେ ଏବଂ ସବମିଟ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କରିବା ପରେ ଆପଣଙ୍କର ଆଡ଼ମିଟ୍ କାର୍ଡ଼ଟି ଆସିଯିବ, ଆପଣ ଏହାକୁ ଡାଉନଲୋଡ଼୍ କରିପାରିବେ। ତ ଆପଣ এই ରୋଲ୍ ନମ୍ବରଟା କିପରି ପାଇବେ ତ ଚାଲନ୍ତୁ ଜାଣିବା ଆପଣ ରୋଲ୍ ନମ୍ବର କିପରି ପାଇବେ। ତ ରୋଲ୍ ନମ୍ବର ପାଇବା ପାଇଁ ଆପଣ ସାମ୍ସ ଓଡ଼ିଶାର ଅଫିସିଆଲ୍ ୱେବସାଇଟ୍କୁ ଯିବେ। ୱେବସାଇଟ୍କୁ ଯିବା ପରେ ତ ଆପଣଙ୍କର ଏକ୍ଜିଷ୍ଟିଂ ଷ୍ଟୁଡ଼େଣ୍ଟ ଲଗ୍ଇନ୍ ଯେଉଁ ରହିଛି ଆପଣଙ୍କର ଏଇଠି କ୍ଲିକ୍ କରିକି ଆପଣ ଲଗ୍ଇନ୍ କରିବେ। ଆପଣଙ୍କର ମୋବାଇଲ୍ ନମ୍ବର ପାସୱାର୍ଡ଼ ଏବଂ କ୍ୟାପଚା ଦେଇକି ଆପଣ ଲଗ୍ଇନ୍ କରିବେ ଏବଂ ଲଗ୍ଇନ୍ କରିସାରିବା ପରେ ଲେଫ୍ଟ ସାଇଡ଼୍ରେ ଆପଣଙ୍କର ଏଇଭଳି ଇଣ୍ଟରଫେସ୍ ଆପଣଙ୍କୁ ଦେଖାଯିବ। ତ ଆପଣ ଏଇ ଯେଉଁ ହଲ୍ ଟିକେଟ୍ ରହିଛି ତ ୟା ଉପରେ କ୍ଲିକ୍ କରିବେ। ୟା ଉପରେ କ୍ଲିକ୍ କରିବା ପରେ ଆପଣଙ୍କୁ ରୋଲ୍ ନମ୍ବରଟି ଶୋ କରିବ। ଆପଣଙ୍କୁ ରୋଲ୍ ନମ୍ବରଟି ଶୋ କରିବ ତ ଏହାକୁ ଆପଣ ଲେଖି ରଖିଦେବେ ଏବଂ ତାପରେ ଯିବେ SSBର ୱେବସାଇଟ୍କୁ। ତ SSBର ୱେବସାଇଟ୍କୁ ଆସିବା ପରେ ଆପଣ ଏଇଠି ରୋଲ୍ ନମ୍ବରଟି ଟାଇପ୍ କରିଦେବେ ଏବଂ ଡେଟ୍ ଅଫ୍ ବାର୍ଥ ଆପଣଙ୍କର ଟାଇପ୍ କରିଦେବେ ଏବଂ ସବମିଟ୍ ଉପରେ କ୍ଲିକ୍ କରିଦେବେ। ଆପଣଙ୍କର ଆଡ଼ମିଟ୍ କାର୍ଡ଼ଟି ଆସିଯିବ। ଆଡ଼ମିଟ୍ କାର୍ଡ଼ଟି ଆପଣଙ୍କର ଆସିଯିବ, ଆପଣ ଏହାକୁ ଡାଉନଲୋଡ଼୍ କରିପାରିବେ। ତ ସେହିପରି ଆପଣଙ୍କର ଏମ୍ଏଡ଼୍ର ମଧ୍ୟ ଆପଣ ସେହିପରି ଡାଉନଲୋଡ଼୍ କରିବେ। ଏମ୍ଏଡ଼୍ର ମଧ୍ୟ ଆପଣଙ୍କର ଏଇଠି ଲିଙ୍କ୍ ରହିଛି ଡାଉନଲୋଡ଼୍ ହଲ୍ ଟିକେଟ୍ ଫର୍ ଏମ୍ଏଡ଼୍ ଆଡ଼ମିସନ୍ ଟେଷ୍ଟ 2024। ଆପଣ ଭିଉ ଉପରେ କ୍ଲିକ୍ କରିବେ ଏବଂ କ୍ଲିକ୍ କରିବା ପରେ ଆପଣଙ୍କର ଏଇଭଳି ଇଣ୍ଟରଫେସ୍ ଆସିଯିବ ଏମ୍ଏଡ଼୍ ଆଡ଼ମିସନ୍ 2024। ଆପଣଙ୍କର ଏଇଠି ରୋଲ୍ ନମ୍ବର ଦେବେ ଏବଂ ଏଠି ଡେଟ୍ ଅଫ୍ ବାର୍ଥ ଦେବେ, ସବମିଟ୍ ଉପରେ କ୍ଲିକ୍ କରିବେ ତ ଆପଣଙ୍କର ଆଡ଼ମିଟ୍ କାର୍ଡ଼ଟି ଆସିଯିବ। ରୋଲ୍ ନମ୍ବର ମଧ୍ୟ ଆପଣ ସେହିପରି ସାମ୍ସ ଓଡ଼ିଶା ଅଫିସିଆଲ୍ ୱେବସାଇଟ୍କୁ ଯାଇକି ଲଗ୍ଇନ୍ କରି ରୋଲ୍ ନମ୍ବର ସେଠୁ ଆଣିପାରିବେ ଏବଂ ଏଠି ଟାଇପ୍ କରି ଆପଣ ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼୍ କରିପାରିବେ। ତ ଏହା ଥିଲା ଡିଟେଲ୍ ଇନଫର୍ମେସନ୍ ଆପଣଙ୍କର ବିଏଡ଼୍ ପିଏଚ୍ଇଡ଼ି ଏବଂ ଏମ୍ଏଡ଼୍ର ଆଡ଼ମିଟ୍ କାର୍ଡ଼ ଆପଣ କିପରି ଡାଉନଲୋଡ଼୍ କରିବେ। ତ ଯଦି ଇନଫର୍ମେସନ୍ଟି ଭଲ ଲାଗିଛି ନିଶ୍ଚୟ ଭାବରେ ଲାଇକ୍ କରିବେ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବେ ଏବଂ ଚ୍ୟାନେଲ୍କୁ ନୂଆ ଥିଲେ ଏବେ ହିଁ ସବସ୍କ୍ରାଇବ୍ କରିଦେବେ। ଠିକ୍ ଅଛି ପିଲାମାନେ, ତ ଆପଣ ପଢ଼ାପଢ଼ି ଜାରି ରଖିଥାନ୍ତୁ। 28 ତାରିଖରେ ଆପଣ ହେବା ପାଇଁ ଯାଉଛି ବିଏଡ଼୍ ପରୀକ୍ଷା। ଠିକ୍ ଅଛି, ଥ୍ୟାଙ୍କ ୟୁ।